ଶ୍ରୀରଙ୍ଗ ପ୍ରତି କିଛି ବିପଦ ହାମୁଡ଼ି ପଡ଼ିଲେ ମହାପ୍ରଭୁ ଚାର ଉପରେ ପଡ଼ିଲେ ସୁଦ୍ଧା ସେ ପୁରା ସେ ଆମ ଦୈତାଙ୍କ ଉପରେ ରହିଗଲେ। ଆପଣ ଏଇଟା ସ୍ପଷ୍ଟ କରିପାରୁଛନ୍ତି ତ ଶ୍ରୀରଙ୍ଗ ପ୍ରତି ବିପଦ ନାହିଁ ବୋଲି? ନାଇଁ ଶ୍ରୀରଙ୍ଗ ପ୍ରତି ବିପଦ, ଶ୍ରୀରଙ୍ଗ ପ୍ରତି ବିପଦଟା ସେଇଟା ଆମ ଦାୟିତ୍ୱ ନା, ଆଉ ସେଇଟା ତ ସରକାରଙ୍କ ଦାୟିତ୍ୱ ନୁହଁ, ସେଇଟା ଆମ ଦାୟିତ୍ୱ। ଆମେ ସେ ଶ୍ରୀରଙ୍ଗକୁ ରକ୍ଷା କରିବୁ ବୋଲି ସରକାରଙ୍କୁ ବାରମ୍ବାର ବର୍ତ୍ତମାନ କହି ଆସୁଛୁ। ଶ୍ରୀରଙ୍ଗ ରକ୍ଷା କରିବାକୁ ମାନେ ସେ ସରକାର ତାଙ୍କ ରକ୍ଷାଟାକୁ ସେ ଚାହୁଁଛନ୍ତି। କ'ଣ ଚାହୁଁଛନ୍ତି? ବର୍ତ୍ତମାନ ଆମକୁ ଛାଡ଼ି ଦେଇକି ସମସ୍ତଙ୍କ ସାଙ୍ଗରେ ସମ୍ପର୍କ ରଖିବା ପାଇଁ ରହିକିରି ବର୍ଷ ସାରା ତାଙ୍କ ସାଙ୍ଗରେ ଚଳିବା ପାଇଁ ସୁବିଧା କରୁଛନ୍ତି। ମାସେ ଆମ ପାଖରେ ସୁବିଧା କରିଦେଇ କେମିତି ରଥଯାତ୍ରାଟାକୁ ସାରି ଦେଇ ଘରେ ପଶିଗଲେ ବେଶ ଯାତ୍ରା ତାଙ୍କର ହେଇଗଲା। ଆପଣଙ୍କୁ କାରଣ ଦର୍ଶା ନୋଟିସ୍ କରେ, କ'ଣ ତା ଜବାବ ରଖିବେ ଆପଣ? ଜବାବ ରଖିବୁ ସେଇଆ, ଯାହା ଦେଉଛୁ ଆମେ ତ ତା ମାନେ ଯାହା କହୁଛୁ ସେଇଆ ରଖିବୁ। ଶହ ଶହ ଆକାରରେ ଆମେ ସେବାୟତ କହିକିରି ଯେକୌଣସି ପ୍ରକାରର ସେବାୟତ ପାଣିଆ ପଟ ଅଣସେବାୟତ ମଧ୍ୟ ତା ଭିତରେ ରହିଛି। ହଁ, କିଏ କାହାକୁ ଚିହ୍ନିବ? ଏଇଟା ହଜାର ହଜାର ସେବାୟତ ଭିତରେ କିଏ କାହାକୁ ଚିହ୍ନିବ? ଆମେ ସିନା 50 ଜଣଙ୍କୁ ସିନା ଚିହ୍ନି ପାରିବୁ। ଆଉ ଯଦି 200 ଲୋକ ରହିଲେ, ରଥ ଉପରେ 500 ଲୋକ ରହିଲେ, କିଏ କାହାକୁ ଚିହ୍ନିବ? କିଏ କେଉଁ ପଟେ ବୁଲିବ? ଚାଲିବାକୁ ରାସ୍ତା ନାହିଁ, ମାନେ କଣ୍ଟ୍ରୋଲ କିଛି ନାହିଁ। ଏଙ୍କୁ ଦରକାର ବର୍ତ୍ତମାନ ରଥ ସମ୍ପୂର୍ଣ୍ଣ ଖାଲି କରିକି ଯାହାର କାର୍ଯ୍ୟ ଅଛି ସେ ରହିବ, ଯାହାର କାର୍ଯ୍ୟ ନାହିଁ ସେଠି ରହିବ କାହିଁକି? ପ୍ରଶାସନଙ୍କ ଦାୟିତ୍ୱହୀନତା ହେଉନି? ଆମେ ତ ପ୍ରଶାସନକୁ କହିକି ଆସୁଛୁ, ଆଜ୍ଞା ଏମିତି ହେଉଛି, ଆଉ ଏମିତି ସେବାୟତମାନେ ଜବରଦସ୍ତ ଆସି ପଶୁଛନ୍ତି, ଆଉ ସେମାନେ ଶୃଙ୍ଖଳା ରକ୍ଷା କରୁନାହାନ୍ତି। ରଥର ଚାରିପାଖ ରଥ ଚାଲିଲା ବେଳେ ଛିଡ଼ା ହେଉଛନ୍ତି, ଭକ୍ତମାନେ ବି ବାହାରେ ଦେଖିପାରୁନାହାନ୍ତି। ଆଉ କି କାହା ଉପରକୁ ନଡ଼ିଆ ପକାଉଛି, କିଏ କାହା ଉପରକୁ କଦଳୀ ପକାଉଛି, କି କାହା ଉପରକୁ ତୁଳସୀ ପକାଉଛି, ଏ ପ୍ରକାର ଚାଲିଛି। ଗଜପତିକି ବାରମ୍ବାର ପ୍ରତିବର୍ଷ ରାଜପ୍ରସାଦ ଥାଳି ଏବଂ ମାଳଚୂଳ ଥାଳି ନେଇକି ଗଲାବେଳେ ବସିକି ଗୋଟେ ମିଟିଂ ଗଜପତିକି ବି କୁହାଯାଉଛି। ଗଜପତି ହେଉଛନ୍ତି ମ୍ୟାନେଜିଂ କମିଟିର ଅଧ୍ୟକ୍ଷ, ସେ ବି ତାକୁ ଖାଲି କହିକିରି ଚୁପ୍ ହେଇକି ରହିବ। ମାନେ ସମସ୍ତଙ୍କର ଗୋଟେ ଚାଲିଛି, ଏଇଟା ଗୋଟେ ରାଜନୀତି କାର୍ଯ୍ୟକ୍ରମ। ମୋ ସହିତ ହଳଧର ଦାସ ମହାପାତ୍ର ଅଛନ୍ତି, ଆପଣ ସ୍ୱାଗତ କରିବି କନକ ନ୍ୟୁଜ୍କୁ। ଗତ ମଙ୍ଗଳବାରରେ ଯେଭଳି ଭାବରେ ଗୋଟେ ବିଶୃଙ୍ଖଳା ଘଟିଗଲା, ଗୋଟେ ଅଭାବନୀୟ ଘଟଣା ଘଟିଗଲା, ତ କ'ଣ ଥିଲା ଘଟଣା ଯାହାକୁ ନେଇ ଏତେ ବଡ଼ ଘଟଣା ଆମେ ମଧ୍ୟ କେବେ ଦେଖିନେ? ପ୍ରଥମ ଘଟଣା ହେଉଛି ଯେ ଗୋଟେ ଦିନରେ କାହିଁ କରାଗଲା, ମାନେ ଶ୍ରୀଗୁଣ୍ଡିଚା ନବଯୌବନ ଉଭା ନେତ୍ର ଉତ୍ସବ ଯେଉଁଟାକି ପସିବୁଲ ନୁହଁ ମହାପ୍ରଭୁଙ୍କ ପାଇଁ, ସେଇ ନୀତି ସେଦିନ କେମିତି କରାଯିବ? ଏଇଟା ତ ଦିନ ନୀତି ଦିନ ହେଇକି ହେବା କଥା, ସେଇଟା ତ କେବେ ହେଇପାରିବନି। କିନ୍ତୁ ଆମର ଜ୍ୟେଷ୍ଠ ପୂର୍ଣ୍ଣିମା ଠାରୁ ସାନ ପୂର୍ଣ୍ଣିମା ଠାରୁ 16 ଦିନରେ ତାଟି ଆମର ଖୋଲିବା କଥା। ନିୟମ ଅନୁସାରେ 15 ଦିନ ଅଣସର ହେବା କଥା। କିନ୍ତୁ ଯଦି ତୁମର ହେଲା ମାନେ 2 ଦିନ ଖେଆ ପଡ଼ିଗଲା, ଗୋଟେ ଚତୁର୍ଦ୍ଦଶୀ ଗୋଟେ ହେଉଛି ଦ୍ୱିତୀୟା, ଯଦି ଖେଆ ପଡ଼ିଗଲା ସେଟା 13 ଦିନ ହେଇଗଲା ଅଣସରଟା। ସେ ଅଣସର କାର୍ଯ୍ୟଟା ଅଣସର ଭିତରେ ହେବ, କିନ୍ତୁ ସେଟା ଶ୍ରୀଗୁଣ୍ଡିଚାରେ କାହିଁ ଦେଖେଇବ ଗଲା। ଏପଟେ ଆମର ପାଞ୍ଜିରେ ଅଛି ଦ୍ୱାଦଶ ଯାତ୍ରାରେ ଏଠି ଅଛି, ଏ ଦେଖ ତାଟି ଖୋଲା ହେବ କେଉଁଦିନ ନବଯୌବନ ନା ଯେଉଁଦିନ ଅମାବାସ୍ୟା ହେବ। ଆମର 16 ଦିନ ଅମାବାସ୍ୟା ହେଇଯାଉଛି, କିନ୍ତୁ ଏଠି 2 ଦିନ ଖେଆ ପଡ଼ିଛି ବେଳେ ସେଟା 13 ଦିନ ହେଇଗଲା। 15 ଦିନ ଅଣସରଟା 13 ଦିନ ହେଇଗଲା। ସେ ଅମାବାସ୍ୟା ଦିନ ପରେ ଶୁକ୍ଳ ପ୍ରତିପଦା ଦିନ ତାଟି ଖୋଲା ହେବ, ସେଇଦିନ ହେବ ବର୍ତ୍ତମାନ ଅଣସର। ସେଇଦିନ ଆମର ସେଇ ତାଟି ଖୋଲା ସେଇଦିନ ତାଟି ଖୋଲା ହେଲେ ସେଦିନ ନବଯୌବନ ନେତ୍ର ଉତ୍ସବ ଆଣିଲା ପରେ ସବୁ ସେଇଦିନ କରାଯିବ। ସେଇଟା କରା ନଯାଇ ସେ ଗୋଟେ ଦିନରେ ଶ୍ରୀଗୁଣ୍ଡିଚା ଦିନରେ କାହିଁକି କରାଗଲା? କୁହନ୍ତୁ ଶ୍ରୀଯୁକ୍ତ ଦାସ ମହାପାତ୍ର, କୁହନ୍ତୁ ଯେ ତ ମହାପ୍ରଭୁଙ୍କ ନୀତିକାନ୍ତି ଗୋଟେ ପଟେ, ଅନ୍ୟପଟେ ସେଇଦିନ ବିଶୃଙ୍ଖଳା ଯେଉଁ ଘଟିଲା, ବିଶୃଙ୍ଖଳା ଆକ୍ଚୁଆଲି ବଡ଼ ଠାକୁର ହାମୁଡ଼ି ପଡ଼ିବା ଏଭଳି ଭାବରେ, ନିହାତି ପକ୍ଷେ ୟା ସହିତ ୟାର ସମ୍ପର୍କ କ'ଣ ହେଲା ଆପଣ ଭାବୁଛନ୍ତି? ନାଇଁ, ଏଇଟା ତ ନୀତିକାନ୍ତି ଗଲା। ସେଠି ଯେଉଁ ବଡ଼ ଠାକୁର ହାମ୍ବୁଡ଼ି ପଡ଼ିଲେ
ବଡ଼ ଠାକୁରଙ୍କର କିଛି ଅସୁବିଧା ନଥିଲା। ବଡ଼ ଠାକୁର ତ ଆମର ଏଇ ନବଯୌବନ ମଣ୍ଡପରୁ ବାହାରି 7 ପାହାଚ 22 ପାହାଚ ଇଏ ରଥ ଉପରେ ଚଢ଼ି ବର୍ତ୍ତମାନ ଠାକୁର ଠିକ୍ ଭାବରେ ରୁନ୍ଧା ରୁନ୍ଧେଇକି ଠିକ୍ ଭାବରେ ଥିଲେ। ଆଉ ଯେଉଁଦିନ ଗୁଣ୍ଡିଚା ଘରକୁ ପହଣ୍ଡି ବିଜେ ହେବା ପାଇଁ ଠାକୁର ଯେତେବେଳେ ଫିଟିଲେ ଆଉ ଠିକ୍ ଭାବରେ ସୁନ୍ଦର ଭାବରେ ଯାଇକିରି ବସିଲେ ନୀତି ବନ୍ଦାପନା ପାଖରେ ବସିଲେ। ବସିବା ଭିତରେ ସେଠି ଗୋଟେ କାରଣ କ'ଣ ଘଟିଲା ଯେ 45 ମିନିଟ୍ ଅପେକ୍ଷା କରିବାକୁ ପଡ଼ିଲା ଯେ ଗୋଟେ ଖସଡ଼ା ଜାଗାରେ ମାନେ ଯେଉଁଠି ଠାକୁର ବସନ୍ତି ସେ ଜାଗାଟାର ମାନେ ଗୋଟେ ଢାଲୁ ଜାଗା କହିଲେ ଚଳେ। ମାନେ ସେଠି ଗଡ଼ିକିରି ଆସିଛି ତଳକୁ ପଟା ସବୁ, ସେଠି ଗୋଡ଼ ହାତ ଖସିବ ଇଏ କରିବ ସେ କରିବ। କିନ୍ତୁ ସେଠି ଠାକୁର 45 ମିନିଟ୍ ରହିଲେ ବି କିଛି ଯାଏ ଆସେ ନାହିଁ। କିନ୍ତୁ ପ୍ରବଳ ସେବାୟତ ପଛପଟେ ପୁରା ଭାବରେ ରହିଲେ। ଆଚ୍ଛା ଆମର ପଛପଟେ ଯଦି 5 ଜଣ କି 10 ଜଣ ଆମେ ଦେବୁ କି ରହିବୁ କି ଯାହା ଘର କରିବୁ ସେମାନେ ପେଲି ଦେଉଛନ୍ତି ତାଙ୍କୁ। ସେ ମାନେ ରହିବେ କେଉଁଠି? ଯଦି ରହିଲେ ସେମାନେ ତା ପଛପଟେ ଖାଲି ସେ ଡୋରଟାକୁ ହଲେଇଲେ, ଛାଟେନି ଡୋରଟାକୁ ଯେଉଁଥିରେ କି ଠାକୁର ବନ୍ଧା ହେଇକି ପଛପଟେ ମାନେ ରୋକା ହେଇକି ଅଛନ୍ତି ତାକୁ ହଲେଇ ତା ସାଙ୍ଗରେ ଟାଇଆ ଡୋରକୁ ହଲେଇ ସେଟାକୁ ଖସେଇଦେଲେ। ଖସିଦେବା ପରେ ଆଗରେ ଭାରସାମ୍ୟ ହରେଇକିରି ବୋଧେ ଠାକୁର ତଳକୁ ଖସି ଆସିଲେ ଆଉ କ'ଣ। ଏଇଟା ହେଲା ନା ପ୍ରଧାନ ଭୁଲ। ତା ବାଦେ ଗୁଡ଼େ ମୋବାଇଲ ଧରିକିରି ମାନେ ଦିନ ରାତି ତାଙ୍କର ଖାଲି ଫଟୋ ଉଠୁଥିବ। ସେ ତାକୁ ଆଡ଼େଇ ଦେଉଛି, ସେ ତାକୁ ଆଡ଼େଇ ଦେଉଛି। ଆରେ ପହଣ୍ଡିରେ ରହିଲ, ପହଣ୍ଡିରେ ଆସିବ କି ପହଣ୍ଡିରେ ଯାହା କରିବ ମାନେ ଦିନ ରାତି ତୁମର ଏଇ ଠାକୁର ପହଣ୍ଡି ବେଳି ଫଟୋ ମାନେ ବସିଲେ ଫଟୋ ସେ ତାକୁ ଉଠଉଛି, କିଏ ଗୋଟେ ହାତରେ ଭିଡ଼ି ଦେଉଛି, କିଏ ଗୋଟେ ହାତରେ ବୁଲେଇ ଦେଉଛି। ଠାକୁରଙ୍କର ସବୁ ବାଲାନ୍ସ ଫେଲ୍ ହେଉଛି। ବାଲାନ୍ସ ଫେଲ୍ ହେଲେ ଭାରସାମ୍ୟ ହରେଇକିରି ଏତେ ଉଚ୍ଚରୁ ଠାକୁର ଓହ୍ଲେଇବେ, ଟିକେ ବାଲାନ୍ସରେ ଓହ୍ଲେଇବେ ନା। ମାନେ ପଛପଟଟା ଏକଦମ ଅବ୍ୟବସ୍ଥା ଏମାନେ କରୁଛନ୍ତି, ତାଙ୍କୁ ସୁବିଧା ମିଳିଯାଉଛି। ପଛପଟେ ପ୍ରବଳ ଲୋକ ରହୁଛନ୍ତି ସେବାୟତ। ଦେଖନ୍ତୁ ଦାସ ମହାପାତ୍ର ଯେହେତୁ ଏଭଳି ଭାବରେ ଅବ୍ୟବସ୍ଥା ହେଲା ଆପଣ କାହିଁକି ପ୍ରଶାସନକୁ ଅବଗତ କରାଇଲେ ନାହିଁ? ପ୍ରଶାସନକୁ ଏଇ 20 ବର୍ଷ ପୂର୍ବରୁ ଅବଗତ କରାଯାଇଛି। 20 ବର୍ଷ ହେଲା ଭିତରେ ବି ଅବଗତ କରାଯାଉଛି, ସବୁ ବର୍ଷ ଅବଗତ କରାଯାଉଛି। କାହିଁକି ଏମିତି ବିଶୃଙ୍ଖଳା ଦେଖିବାକୁ ପଡ଼ୁଛି? ଆମେ ଦେଖନ୍ତୁ ବିଗ୍ରହଙ୍କ ସମ୍ମୁଖରେ ସେବାୟତ ରହୁଛନ୍ତି, ଯାହାଫଳରେ କି ଭକ୍ତଟିଏ ଦେଖିପାରୁନି। ଆଉ ପ୍ରତ୍ୟେକ ସମୟରେ କେବଳ ମୋବାଇଲରେ ସେଲ୍ଫି ନେବା, ଗୋଟେ ବିଶୃଙ୍ଖଳିତ ଆଚରଣ ତା ରଥ ଉପରେ କରିବା ତ ନିହାତି କେଉଁଠି ନା କେଉଁଠି ପ୍ରଧାନତଃ ହେଉଛି ପ୍ରଶାସନଙ୍କର ଦାୟିତ୍ୱ, କାହାର ଦାୟିତ୍ୱ ନାହିଁ। କୌଣସି ସେବାୟତଙ୍କର ବି ଦାୟିତ୍ୱ ନୁହଁ। ସମସ୍ତଙ୍କୁ ନିୟନ୍ତ୍ରଣ କରିବା ପ୍ରଶାସନଙ୍କର ଦାୟିତ୍ୱ। ପ୍ରଶାସନର ଏଇ ଦାୟିତ୍ୱହୀନତା? ହଁ, ପ୍ରଶାସନଙ୍କର ଦାୟିତ୍ୱହୀନତା ହେଉନି। ଆମେ ତ ପ୍ରଶାସନକୁ କହିକି ଆସୁଛୁ ଆଜ୍ଞା ଏମିତି ହେଉଛି, ଆଉ ଏମିତି ସେବାୟତମାନେ ଜବରଦସ୍ତ ଆସି ପଶୁଛନ୍ତି, ଆଉ ସେମାନେ ଶୃଙ୍ଖଳା ରକ୍ଷା କରୁନାହାନ୍ତି। ରଥର ଚାରିପାଖ ରଥ ଚାଲିଲା ବେଳେ ଛିଡ଼ା ହେଉଛନ୍ତି, ଭକ୍ତମାନେ ବି ବାହାରେ ଦେଖିପାରୁନାହାନ୍ତି। ଆଉ କି କାହାକୁ ନଡ଼ିଆ ପକାଉଛି, କିଏ କାହାକୁ କଦଳୀ ପକାଉଛି, କି କାହାକୁ ତୁଳସୀ ପକାଉଛି, ଏ ପ୍ରକାର ଚାଲିଛି। ଗଜପତିକି ବାରମ୍ବାର ପ୍ରତିବର୍ଷ ରାଜପ୍ରସାଦ ଥାଳି ଏବଂ ମାଳଚୂଳ ଥାଳି ନେଇକରି ଗଲାବେଳେ ବସିକରି ଗୋଟେ ମିଟିଂ ଗଜପତିକି ବି କୁହାଯାଉଛି। ଗଜପତି ହେଉଛନ୍ତି ମ୍ୟାନେଜିଂ କମିଟିର ଅଧ୍ୟକ୍ଷ, ସେ ବି ତାକୁ ଖାଲି କହିକିରି ଚୁପ୍ ହେଇକି ରହିବ। ମାନେ ସମସ୍ତଙ୍କର ଗୋଟେ ଚାଲିଛି, ଏଇଟା ଗୋଟେ ରାଜନୀତି କାର୍ଯ୍ୟକ୍ରମ। ଯିଏ ଯୁଆଡ଼େ ଦେଖୁଛନ୍ତି ଅଫିସରମାନେ ବର୍ଷ 2 ବର୍ଷ 3 ବର୍ଷ ବର୍ଷ 2 ବର୍ଷ ରହିଲେ ତାଙ୍କର ସେ ପଳେଇଲେ। ଏବଂ ତାପରେ ଆମର ମାନେ ଆମ ଯେଉଁ ଅଫିସରମାନେ ଆସୁଛନ୍ତି ସେ ବର୍ଷ 2 ବର୍ଷ ରହିଲା ପରେ ତାଙ୍କର ବଦଳି ହେଇଯାଉଛି। ଦେଖନ୍ତୁ ଯେହେତୁ ଗୋଟେ ପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧିକାରୀଙ୍କ କଥା କୁହାଯାଉଛି, ଅନ୍ୟପଟେ ତ ଆପଣଙ୍କର ଗୁରୁ ଦାୟିତ୍ୱ ନା ଏଇଟା। ଯେହେତୁ ଆପଣ ସେ ବାଡ଼ର ବାଡ଼ଗ୍ରାହୀ ଅଛନ୍ତି ନା, ମହାପ୍ରଭୁଙ୍କର ଶ୍ରୀଙ୍କର ସୁରକ୍ଷା ଆପଣଙ୍କ ଦାୟିତ୍ୱ ନା। ହୁଏତ ଯଦି ସେହି ସମୟରେ ଆପଣ ବାରଣ କରିଥାନ୍ତେ। ସଦାବେଳେ ବାରଣ କରୁଛୁ ପରା, କେତେବେଳେ ବାରଣ ନ କରୁଛୁ କହିଲେ ବି କର୍ଣ୍ଣପାତ ହେଉନି। ବର୍ତ୍ତମାନ ଗୋଟେ ଜିନିଷ ଯେ ଠାକୁର ଆସି ସେ ରଥ ଉପରେ ଯେତେବେଳେ ବସିଲେ ସେତେବେଳେ ଏପଟେ ଘଣ୍ଟ ବାଜୁଛି, ହୋ ହା ଭାଟି ତୁଣ୍ଡ ହାନି ଲାଭ, ପାଟି ତୁଣ୍ଡରେ କମ୍ପୁଛି ମେଦିନୀ। ବର୍ତ୍ତମାନ ୟାଙ୍କୁ କହିଲେ ଏମାନେ ପଛପଟେ ଆମ କଥାକୁ କର୍ଣ୍ଣପାତ କରୁନାହାନ୍ତି।
ଆମେ ଆଗରେ କହିଲେ ତାଙ୍କୁ ପାଟି ପଛରେ ଶୁଖିଲେ ସୁଦ୍ଧା ବି ତାଙ୍କର ସେ ବର୍ତ୍ତମାନ କିଏ ଟାହି ଟାପେରା ହାନି ଲାଭ କରି କିଏ ଦୌଡ଼ ହଲାଉଛି। ବର୍ତ୍ତମାନ ଏଇ ପ୍ରକାର ସବୁ ବର୍ଷ କୁହାଯାଉଛି ପ୍ରଶାସନ କହିବା, ପ୍ରଶାସନ ଦେଖୁଛନ୍ତି ଆମେ ତ ବର୍ଷ 2 ବର୍ଷ ରହିବୁ, କାହିଁ ସେବାୟତମାନଙ୍କୁ କହିବୁ ପୁଣି ଖାଲି ବେଳେ ଯେତେବେଳେ ଆସିବୁ ମନ୍ଦିରକୁ କହିବେ ଏଇ ଆମକୁ ଅଫିସର ତ ଏଇ ଆମକୁ କହିଥିଲା ବୋଲି ବାଣୀ ଆମକୁ କରିବେ, ଆମେ କାହିଁ ଯିବୁ ତାଙ୍କର। ଦେଖନ୍ତୁ ଏଇ ଘଟଣା ପରେ ଆପଣ ପୁଣି ଆଉଥରେ ଗୋଟେ ଲିଖିତ ଅଭିଯୋଗ କରିଛନ୍ତି? ହଁ, କ'ଣ ଅଭିଯୋଗ କରିଛନ୍ତି? ଅଭିଯୋଗ କରୁଛୁ, ଅଭିଯୋଗରେ ଦର୍ଶାଇଛନ୍ତି? ଅଭିଯୋଗ କରିଛୁ ଯେ ବର୍ତ୍ତମାନ ଆମର ଏଇ ଯେଉଁ ବିଶୃଙ୍ଖଳା ରଥ ଉପରେ ଏହି ଠାକୁର ଖସି ଆସିଲେ, ଏ ଖସି ଆସିବାର ବର୍ତ୍ତମାନ ପ୍ରଧାନ କାରଣ ହେଉଛି ବର୍ତ୍ତମାନ ସେବାୟତ ମାନେ ଚାରିପଟୁ ମାଡ଼ି ବସୁଛନ୍ତି ଆମକୁ। ସେଥିରେ ଆପଣଙ୍କର ଟିଭିରେ ବି ଦେଖାଯାଉଛି ଯେ ବର୍ତ୍ତମାନ ଆପଣ ଦେଖିବେ ମାନେ ଆଗ ପଛ ଏକଦମ ଭର୍ତ୍ତି ହେଇକି ଅଛନ୍ତି। ଆମର କ'ଣ ଏତେ ଲୋକ? ଆମର ତ ଦଇତାପତି ନିଜ ଘରେ ହାରାହାରି ଆମେ 100 ଲୋକ କି 150 ଲୋକ ହେବେ। ଆମେ 100-150 ଲୋକରେ ଆପଣ ପହଣ୍ଡି କରିପାରିବେ? ପହଣ୍ଡି କରିପାରିବେ, 3 ରଥରେ ପହଣ୍ଡି କରିପାରିବେ? ଆମକୁ ଦରକାର ଆମେ ଗୋଟେ ସାହାଯ୍ୟ ମାଗୁ। ହଁ, କିଛି ସେବାୟତ ଅଛନ୍ତି, ସେମାନେ ହେଉଛନ୍ତି ଅଙ୍ଗ ଲାଗି ସେବକ, ତା ଭିତରେ ଅଛନ୍ତି ପୂଜା ପଣ୍ଡା ସିଙ୍ଗାରୀ ଅମୁକ ସମୁକ ଅଛନ୍ତି, ଆମକୁ 10-50 ଜଣ ଆସିକି ସାହାଯ୍ୟ କରନ୍ତୁ। କେତେବେଳେ କିଏ ରହିଗଲା ତାଙ୍କର ସେବାକୁ ସେବା ହେବ, ସେମାନେ ଅଙ୍ଗ ଲାଗି ସେବକ ହେଇଥିବାରୁ, ତେଣୁ ଶ୍ରୀରଙ୍ଗ ଲାଗି ସେବକ ହୋଇଥିବାରୁ ସେମାନେ 10-20 ଜଣ 25 ଜଣ 50 ଜଣ ଏମିତି ଗୋଟେ ସାହାଯ୍ୟ କରନ୍ତି। ଯଦି ପ୍ରବଳ ଆକାରରେ ଶହ ଆକାରରେ ଆମେ ସେବାୟତ କହିକିରି ଯେକୌଣସି ପ୍ରକାରର ସେବାୟତ ପାଣିଆ ପଟ ଅଣସେବାୟତ ମଧ୍ୟ ତା ଭିତରେ ରହିଛି। ହଁ, କିଏ କାହାକୁ ଚିହ୍ନିବ? ଏଇଟା ହଜାର ସେବାୟତ ଭିତରେ କିଏ କାହାକୁ ଚିହ୍ନିବ? ଆମେ ସିନା 50 ଜଣଙ୍କୁ ସିନା ଚିହ୍ନି ପାରିବୁ, ଆଉ ଯଦି 200 ଲୋକ ରହିଲେ, ରଥ ଉପରେ 500 ଲୋକ ରହିଲେ, କିଏ କାହାକୁ ଚିହ୍ନିବ? କିଏ କେଉଁ ପଟେ ବୁଲିବ? ଚାଲିବାକୁ ରାସ୍ତା ନାହିଁ, ମାନେ କଣ୍ଟ୍ରୋଲ କିଛି ନାହିଁ। ଏଙ୍କୁ ଦରକାର ବର୍ତ୍ତମାନ ରଥ ସମ୍ପୂର୍ଣ୍ଣ ଖାଲି କରିକି ଯାହାର କାର୍ଯ୍ୟ ଅଛି ସେ ରହିବ, ଯାହାର କାର୍ଯ୍ୟ ନାହିଁ ସେଠି ରହିବ କାହିଁକି? ଏଙ୍କୁ ମାନେ ସରକାରୀ ପୋଲିସ ଦ୍ୱାରା ବର୍ତ୍ତମାନ ଗୋଟେ ବ୍ୟାଚ୍ ଦିଆଯାଉ। ଏମାନେ ଯିଏ ରହିବେ ବର୍ତ୍ତମାନ ଆମକୁ ଯିଏ ସାହାଯ୍ୟ କରିବେ ପହଣ୍ଡିରେ ଆଣିଲେ ଲାଭରେ, ବର୍ତ୍ତମାନ ସେମାନେ ତାଙ୍କୁ ଗୋଟେ ପରିଚୟ ପତ୍ର ଦିଆଯାଉ। ଦାସବାବୁ, ଯେତେବେଳେ ଘଟଣା ଘଟିଲା ତାପରେ ଆପଣଙ୍କୁ ପ୍ରଶାସନ କିଛି ଆପଣଠୁ ଉତ୍ତର ଚାହିଁଛନ୍ତି? କାହିଁକି ଏଭଳି ଘଟଣା ଘଟିଲା, କ'ଣ ପ୍ରଶ୍ନ ଚାହିଁଛନ୍ତି? ବର୍ତ୍ତମାନ ତ 3-4 ଦିନ ହେଇଛି, ମାନେ ସେ ତ ସାଙ୍ଗେ ତ କିଛି ଆମଠୁ ଚାହିଁନାହାନ୍ତି, ଚାହିଁବେ ନିଶ୍ଚିତ। କ'ଣ ସରିଯାଉଛି ରଥଯାତ୍ରା ଆଗକୁ? ତଦନ୍ତରେ ଯଦି ଆପଣ ଦୋଷୀ ହୁଅନ୍ତି ଆପଣ କାର୍ଯ୍ୟାନୁଷ୍ଠାନ ପାଇଁ ରାଜି ହେବେ? ହଁ, କାହିଁକି ରାଜି ହେବୁନି? ଆମେ ଯଦି ଦୋଷୀ ହେବୁ, ଦୋଷ ଥିଲେ ରାଜି ହେବୁ, କିନ୍ତୁ ଦୋଷ ତ ପ୍ରଶାସନର ଏଠି। ଆମେ ତ ବାରମ୍ବାର ପ୍ରଶାସନକୁ କହିଦେଇ ଆସୁଛୁ ଯେ ବର୍ତ୍ତମାନ ତୁମେ ଏଇ କାର୍ଯ୍ୟଟାକୁ ଆମର ସବୁବେଳ ପାଇଁ ବର୍ତ୍ତମାନ ସୁବିଧା। ଏଇ ଘଟଣା ପରେ ଯେତେବେଳେ ସାରା ରାଜ୍ୟ ଗୋଟେ ନିନ୍ଦିତ ହେଲା, ତା ଭିତରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ମଧ୍ୟ ବଦଳି କରାଗଲା, ଆଉ ଜଣେ ନୂଆ ପ୍ରଶାସକଙ୍କୁ ନିଯୁକ୍ତି କରାଗଲା ଏବଂ ପୁରା ଆକ୍ସନ୍ ମୁଡ଼୍ରେ ସରକାର ରହିଛନ୍ତି। ସେପଟେ ମୁଖ୍ୟ ପ୍ରଶାସକ ମଧ୍ୟ ଆକ୍ସନ୍ ମୁଡ଼୍ରେ ଅଛନ୍ତି। ଦେଖନ୍ତୁ, ଗତକାଲି ଏହି କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କର ମୋବାଇଲ ବ୍ୟାନ୍ ଏବଂ ଅଣସେବାୟତ ଏହି ତମାମ ପ୍ରସଙ୍ଗ ଉପରେ ବେଶ ଗୁରୁତ୍ୱ ଦେଇଛନ୍ତି। ଏଇଟା ତ ନିହାତି ଦେବା ଦରକାର। ଆପଣ ଆକୁ ସ୍ୱାଗତ କରୁଛନ୍ତି? ହଁ, ଆକୁ ସ୍ୱାଗତ କରୁଛୁ। ମାନେ ଆମେ ବାରମ୍ବାର କହି ଆସୁଛୁ ଏବଂ ଗଜପତିଙ୍କୁ ବି କହି ଆସୁଛୁ, ସମସ୍ତଙ୍କୁ କହି ଆସୁଛୁ, ୟାର ମାନେ ସୁବିଧା କରା। ଯେତେ ଆମକୁ ବଳଭଦ୍ରଙ୍କ ବାଡ଼ରେ ଯଦି କିଛି ସେବାୟତ ସାହାଯ୍ୟ କରିବାକୁ ଆସିବେ 10-30 ଜଣ 40 ଜଣ ଦରକାର। ଜଗନ୍ନାଥଙ୍କ ପାଖରେ ଆମକୁ 10-50 ଜଣ ଦରକାର, କି ସୁଭଦ୍ରାଙ୍କ ପାଖରେ 8-10 ଜଣ ଦରକାର। ସେଇ ଜାଗାରେ ବର୍ତ୍ତମାନ 100, 200, 500 ସେମାନେ ଯଦି ଆସିକିରି ଆମ ପାଖରେ ପହଣ୍ଡି ବିଜେ କରିବେ, ଆମେ ତ ବାଲାନ୍ସ ଫେଲ୍ ହେବ, ଆମେ ତ ଯାଇପାରିବୁନି। ଜଗନ୍ନାଥଙ୍କୁ ନେବୁ କ'ଣ, କାହାକୁ ନେବୁ କ'ଣ? ଆମ ନିଜ କଥା ନିଜେ ସମ୍ଭାଳି ପାରିବୁନି। ଦେଖନ୍ତୁ, ସମସ୍ତଙ୍କ ମନରେ 4.5 କୋଟି ଓଡ଼ିଆଙ୍କ ସହିତ ସାରା ବିଶ୍ୱର ଯେଉଁମାନେ ଜଗନ୍ନାଥ ପ୍ରେମୀ ଅଛନ୍ତି ସେମାନଙ୍କ ଭିତରେ ଆଘାତ ଦେଇଛି ଯେ ଶ୍ରୀଅଙ୍ଗ ପ୍ରତି ବିପଦ ହେଇଛି। ତ ଆପଣ ତାକୁ ଦେଖିଛନ୍ତି? ନା, ଶ୍ରୀରଙ୍ଗ ପ୍ରତି କିଛି ବିପଦ ହେଇନି। ହାମୁଡ଼ି ପଡ଼ିଲେ ମହାପ୍ରଭୁ ଚାର ଉପରେ ପଡ଼ିଲେ ସୁଦ୍ଧା ସେ ପୁରା ଆମ ଦଇତାଙ୍କ ଉପରେ ରହିଗଲେ। ଆପଣ ଏଇଟା ସ୍ପଷ୍ଟ କରିପାରୁଛନ୍ତି ତ ଶ୍ରୀରଙ୍ଗ ପ୍ରତି ବିପଦ ନାହିଁ ବୋଲି? ନାଇଁ, ଶ୍ରୀରଙ୍ଗ ପ୍ରତି ବିପଦଟା ସେଇଟା ଆମ ଦାୟିତ୍ୱ ନା। ଆଉ
ସେଟା ତ ସରକାରଙ୍କ ଦାୟିତ୍ୱ ନୁହଁ, ଏଇଟା ଆମ ଦାୟିତ୍ୱ। ଆମେ ସେ ଶିରଙ୍କୁ ରକ୍ଷା କରିବୁ ବୋଲି ସରକାରଙ୍କୁ ବାରମ୍ବାର ବର୍ତ୍ତମାନ କହି ଆସୁଛୁ। ଶିରଙ୍କ ରକ୍ଷା କରିବାକୁ ମାନେ ସରକାର ତାଙ୍କ ରକ୍ଷାଟାକୁ ସେ ଚାହୁଁଛନ୍ତି। କ'ଣ ଚାହୁଁଛନ୍ତି? ବର୍ତ୍ତମାନ ଆମକୁ ଛାଡ଼ି ଦେଇକି ସମସ୍ତଙ୍କ ସାଙ୍ଗରେ ସମ୍ପର୍କ ରଖିବା ପାଇଁକା ରହିକିରି ବର୍ଷ ସାରା ତାଙ୍କ ସାଙ୍ଗରେ ଚଳିବା ପାଇଁକା ସୁବିଧା କରୁଛନ୍ତି। ମାସେ ଆମ ପାଖରେ ସୁବିଧା କରିଦେଇ କେମିତି ରଥଯାତ୍ରାଟାକୁ ସାରି ଦେଇ ଘରେ ପଶିଗଲେ ବେଶ ଯାତ୍ରା ତାଙ୍କର ହେଇଗଲା। ଆପଣଙ୍କୁ କାରଣ ଦର୍ଶା ନୋଟିସ୍ କରେ, କ'ଣ ତା ଜବାବ ରଖିବେ ଆପଣ? ଜବାବ ରଖିବୁ ସେଇଆ, ଯାହା ଦଉଛୁ ଆମେ ତ ତା ମାନେ ଯାହା କହୁଛୁ ସେଇଆ ରଖିବୁ। ଏଇଥିପାଇଁ ତ ଏଇଆ ଆସିକି ଘଟିଛି, କିଛି କୌଣସି ଜଣେ ଆପଣ ଅଭିଜ୍ଞ ସେବାୟତ ହିସାବରେ ବହୁତ ନବକଳେବର ଦେଖିଲେଣି, ରଥଯାତ୍ରା ଦେଖିଲେଣି ଏବଂ ସେବା ମଧ୍ୟ କଲେଣି। ତାପରେ କେବେ ଏଭଳି ଅଘଟଣ ଘଟିଥିଲା ଚଳିତ ରଥରେ ଯେମିତି ଦେଖାଗଲା? ନାଇଁ, କେବେ ଘଟିନି ଏଭଳିଆ ଘଟଣା, କେବେ ଘଟିନି କି ଘଟିବ ନାହିଁ। ଆଉ ଆଜିକି ମୋର ସେବା କରିବା 50 ବର୍ଷ ହେଲା। 50 ବର୍ଷ ହେଲା 50ଟା ଗୁଣ୍ଡିଚାରେ ବର୍ତ୍ତମାନ ମୋର କାର୍ଯ୍ୟକ୍ରମ ମୁଁ କରି ଆସିଛି, 4 କଳବଳ କରି ଆସିଛି। କିନ୍ତୁ ମହାପ୍ରଭୁଙ୍କର ସେଭଳିଆ କିଛି କାର୍ଯ୍ୟ ନାହିଁ। କିନ୍ତୁ ସବୁବେଳ ପାଇଁ କହି ଆସୁଛି ଯେ ବର୍ତ୍ତମାନ ଆପଣ ତାଙ୍କୁ କଣ୍ଟ୍ରୋଲ କରନ୍ତୁ, ଏଇ ସେବାୟତଙ୍କୁ କଣ୍ଟ୍ରୋଲ କରନ୍ତୁ। ଆଉ ସିଏ ଆମକୁ ମାଡ଼ି ବସୁଛନ୍ତି ତା ଦେହରେ। ଆମେ 4 ଜଣ ଯଦି କାହାକୁ ଆମ ପିଲାଙ୍କୁ ଆମେ ଦେଉଛୁ, ଆମ ପିଲା ଯଦି ଯାଇକରି କେଉଁଠି ରହୁଛନ୍ତି 20 ଜଣ ଆସି ତାଙ୍କ ପଛପଟେ ମାଡ଼ି ବସୁଛନ୍ତି। ମାଡ଼ି ବସିଲେ ସେମାନେ ଅଣନିଶ୍ୱାସ ହେଇକି ବାହାରି ପଡ଼ୁଛନ୍ତି। ଆମେ ତାଙ୍କୁ କେତେ କଣ୍ଟ୍ରୋଲ କରିବୁ? ଦେଖନ୍ତୁ, ପହଣ୍ଡିରେ ଆମେ ଦେଖିଛେ, ଗତ ରଥଯାତ୍ରା ମାନଙ୍କରେ ଦେଖିଛେ ଅଭିଜ୍ଞ ଏବଂ ସେବାୟତ ମାନେ, ବରିଷ୍ଠ ଅଭିଜ୍ଞ ସେବାୟତ ମାନେ ଉପସ୍ଥିତ। କିନ୍ତୁ ଚଳିତ ରଥରେ ଏବଂ ସେଭଳି ଦେଖାଗଲା ନାହିଁ ଏବଂ ଯୁବକ, କିଛି ଛୋଟ ଛୁଆ ଏମାନଙ୍କୁ ଦେଖିବାକୁ ମିଳିଲା। ଅଭିଜ୍ଞ ସେବାୟତ ଗଲେ କୁଆଡ଼େ? ଅଭିଜ୍ଞ ସେବାୟତ ଆଉ କିଏ ଅଛନ୍ତି? ଅଭିଜ୍ଞ ସେବାୟତ ଆମର ସେବା ହେଲା, ଆମର 21 ଦିନର ପିଲା ଜଗନ୍ନାଥଙ୍କର ସେବା କରିବାକୁ ଯାଏ। କାହିଁକି? ତାର କାର୍ଯ୍ୟ ହେଲା ଯେ ସିଏ ପିଲାଦିନରୁ ଶିଖିବ। 21 ଦିନର ପିଲାଟି ସେ ପହଣ୍ଡି କରିବ ଠାକୁର? ନାଇଁ ନାଇଁ, 21 ଦିନରୁ ପିଲାଦିନରୁ ସେ ଶିଖିବ। ତାର ପ୍ରାପ୍ତବୟସ୍କ ହେଲା ପରେ ସିଏ ଏଇ ଚକାରୁ ସେଇ ଚକା ଗୁଣ୍ଡିଚାହାର ପର୍ଯ୍ୟନ୍ତ ନେଇକିରି ଯେତେବେଳେ ସେ ଠାକୁରଙ୍କୁ ଥୋଇବ, ସେତେବେଳେ ସେ ଆମ ସାଙ୍ଗରେ ପୂର୍ଣ୍ଣ ଭାଗାରୀ ହେବ। କାରଣ ଆମ ନିଯୋଗ, ଆମର ଦଇତାପତିମାନଙ୍କର ନିୟମ ରହିଛି। ନିଶ୍ଚିତ ଆପଣ ଯାହା ଶୁଣୁଥିଲେ ଯେ ମୋ ସହିତ ହଳଧର ଦାସ ମହାପାତ୍ର ଯୋଡ଼ି ହେଇଥିଲେ, ଯେ କି ବଡ଼ ଠାକୁରଙ୍କର ବାଡ଼ଗ୍ରାହୀ ଗତ ମଙ୍ଗଳବାର ଯେଭଳି ଭାବରେ ଗୋଟେ ଅଘଟଣ ଘଟିଗଲା, ଯାହାକୁ ନେଇକି ମଧ୍ୟ ତାଙ୍କର ଭୁଲ ଆଉ ଠିକ୍ଟାକୁ ସେ ତାଙ୍କର ବଖାଣୁଥିଲେ। ତେବେ ସିଏ ମଧ୍ୟ କହିବା କଥା, ଏଇ ଅଘଟଣ ପାଇଁ ସମ୍ପୂର୍ଣ୍ଣ ସେବାୟତ ହିଁ ଦାୟୀ। କାହିଁକି ନା ଯେହେତୁ ଦେଖନ୍ତୁ, ହଜାର ହଜାର ସେବାୟତ ସେଲ୍ଫି ନେଉଛନ୍ତି ରଥ ଉପରେ, ଅଣସେବାୟତ ଭର୍ତ୍ତି ହେଉଛନ୍ତି ଏବଂ ପହଣ୍ଡି କରେଇ ଦେଉନାହାନ୍ତି, ଯାହାଫଳରେ ଏଭଳି ଅଘଟଣ ହେଲା। ତେବେ ଦେଖାଯାଉ, ଗତକାଲି ନୂଆ ପ୍ରଶାସକ ଯୋଗ ଦେବା ପରେ ଗୋଟେ ଆକ୍ସନ୍ ମୁଡ଼୍ରେ ଅଛନ୍ତି ଏବଂ କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ଏଇଥିରେ ଦୋଷୀ କିଏ ରହୁଛି, ତାକୁ ନେଇକି ଏବେ ସମସ୍ତଙ୍କର ନଜର।